निश्चय राजा प्रजा वत्सल राजा मुहि प्रजा दुखे दुखी मुहि प्रजा सुखे सुखी निश्चय मोर पूर्व पुरुष माने राम राज्य करी कीर्ति करिचंती स्थापन तुम जानছো महामंत्री महाप्रभु एही जंतगढ़ राज्यर इष्ट देवी होचंती मां पाद माउली तांको पूजा अर्चना करी आम राज्य कार्य निश्चय महाप्रभु सर्व मांगल्य मांगले शिवाय सर्वार्थ साधिके शरणके शरणो गौरी पाप मौले नमस्ते गुरुर् ब्रह्मा विष्णु गुरुर्देव महेश्वर गुरु साक्षात् परम ब्रह्म तस्मै श्री गुरवे नमः महामंत्री महाप्रभु धीरे धीरे अति धीरे कमंती राज मार्गे राजन
ଶୁଣି ନାହିଁ ରାଜ୍ୟର କୁଶଳ ବାରତା ତେଣୁ ପ୍ରକାଶ କର ମହାମନ୍ତ୍ରୀ ଏହି ଆମର ଜୟନ୍ତଗଡ଼ର କୁଶଳ ବାରତା। ହେ ମହାଭାଗ, ହେ ସତ୍ୟବନ୍ତ ଧର୍ମବନ୍ତ ନ୍ୟାୟବନ୍ତ ଜୟନ୍ତଗଡ଼ର ଈଶ୍ୱର, ଆପଣଙ୍କ ଦୟାରୁ এই ଜୟନ୍ତଗଡ଼ର ଜାଗା ଜାଗାରେ ପାନୀୟ ଜଳର ବ୍ୟବସ୍ଥା ଅଛି। ଜାଗା ଜାଗାରେ ଗାଁ ଗାଁରେ ବିଜୁଳିର ବ୍ୟବସ୍ଥା ଅଛି। ଆଉ ବୃଦ୍ଧା ବୃଦ୍ଧଙ୍କୁ ଉଚିତ ମୂଲ୍ୟରେ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଛି। ଆଉ ଯେଉଁ ଜାଗାରେ ଯେଉଁ ଗାଁରେ ରାସ୍ତାଘାଟ ନାହିଁ ମହାଭାଗ ସେଠି ସୁନ୍ଦର ହିସାବରେ ଆପଣଙ୍କ ଆଦେଶରେ ତିଆରି କରାଯାଇଛି। ଆଉ ଏହି ଜୟନ୍ତଗଡ଼ର ସମସ୍ତ ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ତାଙ୍କର ଚାଷ ଜିନିଷକୁ ବିକ୍ରୟ କରିବା ପାଇଁ ସବୁ ଠିକ୍ ବ୍ୟବସ୍ଥା କରାଯାଇଛି ମହାଶୟ। ଏସବୁ କାର୍ଯ୍ୟ ପାଇଁ ଆପଣଙ୍କ ପରି ରାଜ୍ୟ କର୍ମଚାରୀ ମାନଙ୍କର ଅବଦାନ ଅଟେ ମହାମନ୍ତ୍ରୀ। ମହାଭାଗ ସେଥିପାଇଁ ସମସ୍ତ ପ୍ରଜାମାନେ ଆପଣଙ୍କୁ କହନ୍ତି ଚଲନ୍ତା ଠାକୁର ବୋଲି। ନିଷ୍କଣ୍ଟକ ଏହି ମୋର ଜୟନ୍ତଗଡ଼େ ଶାସନ କରୁଛି ଆନନ୍ଦ ଅନ୍ତରେ। ଏକମାତ୍ର ପୁତ୍ର ମୋର ସଞ୍ଜୟ ଯାଇଛି ବିଦ୍ୟାଳୟକୁ ବିଦ୍ୟା ଅର୍ଜନ କରିବା ପାଇଁ। ଆଉ ମୋ ଭଉଣୀ ମଞ୍ଜୁରୀ ଏହି ତିନି ଜଣଙ୍କୁ ମିଶି ସୁନାର ସଂସାର ଗଢ଼ି ଉଠୁଛି ମହାମନ୍ତ୍ରୀ, ଗଢ଼ି ଉଠୁଛି। ହେଲେ ମହାଭାଗ ମୁଁ ଆପଣଙ୍କ ସୁଚିନ୍ତକ ହିସାବରେ ଗୋଟିଏ କଥା କହିବି। କୁହ ମହାମନ୍ତ୍ରୀ। ଏଇ ଜୟନ୍ତଗଡ଼ର ସମସ୍ତ ପ୍ରଜାବାସୀ ହେଉଛନ୍ତି ଆପଣଙ୍କ ପରିବାର। ନିଶ୍ଚୟ ଆଉ ସେଇ ପରିବାରର ମୁଖ୍ୟ ହେଉଛନ୍ତି ଆପଣ। ନିଶ୍ଚୟ କେବଳ ଖାଲି ଆପଣଙ୍କ ଭଉଣୀ ମଞ୍ଜୁରୀ ଆଉ ଆପଣଙ୍କ ପୁତ୍ର ସଞ୍ଜୟ ଆପଣଙ୍କ ପରିବାର ନୁହଁ ମହାଭାଗ। ମୁଁ କ୍ଷଣିକ ମଧ୍ୟରେ ଉଦ୍ବେଗିତ ହୋଇ ମୁଁ ଭୁଲି ଯାଇଥିଲି ମହାମନ୍ତ୍ରୀ। ସତ କହୁଛନ୍ତି ଆପଣ? ମୋ ପୁତ୍ର ବିଦ୍ୟାଳୟକୁ ବିଦ୍ୟା ଅର୍ଜନ କରିବା ପାଇଁ ଯାଇଅଛି। ସେ ଫେରିଲା ମାତ୍ରକେ ତାକୁ ଏ ଜୟନ୍ତଗଡ଼ର ରାଜ୍ୟ ସିଂହାସନ ଦେଇଦେବି। ଅବଶ୍ୟ ମହାଭାଗ। ତା ପୂର୍ବରୁ ମୋର ଏକମାତ୍ର ଭଉଣୀ ମଞ୍ଜୁରୀ ତାକୁ ଯୋଗ୍ୟବର ହସ୍ତେ ଟେକିଦେବି ମହାମନ୍ତ୍ରୀ, ଟେକିଦେବି। ହେଲେ ମହାଭାଗ ମହାମନ୍ତ୍ରୀ। ହେ ମହାରାଜ, ହଁ ମହାମନ୍ତ୍ରୀ। ଆଜିକାଲିର ଝିଅ ପୁଅମାନେ ବାପା ମାଙ୍କର ଇଚ୍ଛାରେ କେବେ ବାହା ହୁଅନ୍ତିନି। ଯଦି ମୋ ମତରେ ଏ ସୁଚିନ୍ତକ ହିସାବରେ ଏ ମହାମନ୍ତ୍ରୀଙ୍କ ହିସାବରେ ଯଦି ଆପଣ ଆପଣଙ୍କ ଭଉଣୀର ଯଦି ମତାମତ ନେବେ ତାହେଲେ ବହୁତ ଭଲ ହୁଅନ୍ତା ମହାରାଜ। ଆପଣ ଉଚିତ ବିଚାର କରିଛନ୍ତି ମହାମନ୍ତ୍ରୀ। ନିଶ୍ଚୟ ନିଶ୍ଚୟ ମୋ ଭଉଣୀକୁ ପଚାରିବି, ତାପରେ ଆସି ଆପଣଙ୍କୁ ସାକ୍ଷାତ କରିବି ମହାମନ୍ତ୍ରୀ। ଠିକ୍ ଅଛି ମହାରାଜ, ଠିକ୍ ଅଛି। ତେବେ ମୁଁ ଆସୁଛି ମହାମନ୍ତ୍ରୀ। ଠିକ୍ ଅଛି ମହାରାଜ, ଏବେ ଆପଣ ଆସିପାରନ୍ତି। ଯାଆନ୍ତୁ, କିଛି ଭଲ ହେବନି ମହାରାଜ। ଆପଣଙ୍କ ଭଉଣୀକୁ ଯେତେବେଳେ ଆପଣ ପଚାରିବେ ଆପଣଙ୍କ ଭଉଣୀକୁ ପଚାରିବେ ହେଲେ ଆପଣଙ୍କ ଭଉଣୀ ମଞ୍ଜୁରୀ କହିବ ନା ଭାଇ ନା, ବର୍ତ୍ତମାନ ମୋ ବାହା ହେବା ସମୟ ହେଇନି। ଆଉ ଏଇ କଥାଟା ଯେତେବେଳେ ଆପଣ ଶୁଣିଦେବେ ଆପଣଙ୍କ ମସ୍ତିଷ୍କଟା ଗରମ ହେଇଯିବ ମହାଭାଗ। ହେ ମହାଭାଗ, ହେଲେ ଆଗକୁ ଦେଖ ହଉଛି କ'ଣ? କରୁଣାକର, ମୋ ନାଁ ହଉଛି କରୁଣାକର ନାଗରାଜ।
এই জয়ন্তগড়র মহামন্ত্রী হেলে দর্শক বন্ধু কাহানীটা এইটি আরম্ভ মাত্র আগকু আগকু হଉଛି କ'ଣ ଦେଖିକି ଜାଣ ହେଲେ ଭଉଣୀ ମଞ୍ଜୁରୀ ବାହା ହେବ କୋଉଠି ହେଲେ ଆଗକୁ ରହିଲା କଥାଟା କିଛି ସମୟ ପରେ ଯମୁନା ଯିବ ହେଲେ ମହାରାଜ କିଛି ହେବନି। आज्ञा मु होउछि राजा महेंद्र प्रताप को गुमास्ता माने चाकर सत कथा से जयंतगढ़ राज्यर महाराजा मु चाकर आज्ञा मो ना हेउछि डीडीएमपी माने डीडीएमपी शॉर्ट रे कहबी ता पूरा ना हैला जिलदार मणिपुर आज्ञा मो बापा ना मध्य डीडीएमपी माने देवदास मणिपुर आउ मो शिक्षागत योग्यता माने पाठ मु केते पढ़ी जानी सेटा मध्य माने डीडीएमपी बेले धर सकल मैट्रिक पास माने धरा धुरी करी मैट्रिक पास हम जाई
ঘর চাকর এ রজা ঘর চাকর মোর কথা না রহিছে জাদু মন্তর রজা ঘর চাকর রজা ঘর চাকর মোর কথা না রহিছে জাদু মন্তর রজা ঘর চাকর মোর কথা মানি হেসন হুরুগুলি মোর কথা মানি হেসন হুরুগুলি আজ্ঞা করি দেশি মুই লটর পটর রজা ঘর চাকর মোর কথা না রহিছে জাদু মন্তর রজা 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 ঘর চাকর बहुती सते काय राय सारा और चाली बोला बाटे सबे लोग मोके देखी टूटी सबे काय मोते देखी सबे लोग पर हेता नाई से मुई हो सबे लोग पर हेता नाई से मुई हो मोते गुलगुला करी छन से राजा घर मोर प्रधान रहिছে জাদু মন্তর রজা রজা ঘর চাকর चाकरी करू सोला मो जेजे बापा अण जेजे बापा मो बापा समस्ते से रजा घरे चाकरी सोला चाकरी करी करी दिन गला गड़ी सोला ये पर्यंत गोटे माई किणिया फाई किणिया जोगाड़ हो पारा किंतु बहुत ये 2025 मसीहारे मु बहुत चेष्टा चल कहीं जदि ऑनलाइन रे माई जी मिली जाई थांता
ବୁକିଂ କରି ସାରନ୍ତି ଶଳା ସେଇ ରାଜା ମହେନ୍ଦ୍ର ପ୍ରତାପଙ୍କ ଭଉଣୀ ମାନେ ମଞ୍ଜରୀ ଶଳା ଟୋକିଟାକୁ ମୁଁ ପ୍ରେମ ଜାଲରେ ଫସେଇ ଦେଇକି ମହାରାଜାଙ୍କର ଅଧା ସମ୍ପତ୍ତିର ମାଲିକ ହେଇଯିବି ବୋଲି ଭାବିଥିଲି ଆଉ ବିଶ୍ୱାସ କର ହେଲେ ଜମାରୁ ସେଇଆ ହେଲା ନାହିଁ ମାନେ ଶଳା ସେ ତା ଭଉଣୀଟା ମଞ୍ଜରୀ ଶଳା ମୁଁ ତାକୁ ଭଲ ପାଉଛି ବୋଲି କହିବାରୁ ସେ ଶଳା ସେ କେ ନାଗରାଜ ମନ୍ତ୍ରୀ ସେ ତା ସହିତ ଡାରେ ନାରେ ହେଲା ଶଳା ମୋ ସହିତ ତ ହେଲାନି ତାକୁ କାହାର ସହିତ ହେବାକୁ ଦେବିନି ବିଶ୍ୱାସ କର ଆଜ୍ଞା ମୁଁ ଯାହା ଚାହିଁବି ସେଇଆ ହେବ ଏଇ କଥା ଯାଇକି ଶଳା ରାଜାଟାକୁ ଜଣେଇ ଦେବି ତା ଭଉଣୀ ମୋ ସହିତ ପ୍ରେମ କଲାନି ସେ ନାଗରାଜ ମନ୍ତ୍ରୀ ସହିତ ଚଲେଇଛି ତାଙ୍କ ପାଇଁ ମଧ୍ୟ ମୁଁ କଣ୍ଟା ସାଥି ଶଳା ରାଜାକୁ ଯାଇକି ଚୁଟକିନା ଚବେଇ ଦେବି ସେମାନଙ୍କୁ ଡିଭୋର୍ସ ମାନେ ଅଲଗା କରିଦେବ ଏଥରକ ମୁଁ ଯାଏ ମୋ ନା ଦିଲଦାର ମଣିପୁର ପଛରେ ରଖେ ନା ଆଗର ଦେ ତ ନାଦନ ମାରତାଲି ଜୟ ହୋ ଜଗନ୍ନାଥ ସତରେ ଠାକୁରେ ଆର ଜନ୍ମରେ କି କର୍ମ କରିଥିଲେ ଯେ ଆପଣଙ୍କୁ ଏ ଜନ୍ମରେ ରାଜବଂଶରେ ମୋତେ ଜନ୍ମ ଦେଇ ମୁଁ ଭାରି ଆନନ୍ଦ ଭାରି ଆନନ୍ଦିତ ଆଉ ସେଇ ଖୁସିରେ ନାଚି ନାଚିବାକୁ ଇଚ୍ଛା ହେଉଛି ହଁ ନାଚି ନାଚିବାକୁ ଇଚ୍ଛା ହେଉଛି ଛୁପି 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 ଆସେ ସେ ମଞ୍ଜରୀ ନାଚି ଗାଉଥାଏ छुपी छुपी आसे से मंजरी नच गाओता है सुंदरी रूप माधुरी कनकागरी रूप माधुरी कनकागरी सरग परे छुपी छुपी आसे से मंजरी नच गाओता है सुंदरी
फूल देला बासना प्रेम प्रेम बासरे चंदा देला जोचना देखलो मो अंगरे फूल देला बासना प्रेम प्रेम बासरे तारा मेले जान परी फूल मेले गोलाप परी मनरे भावे रूपक साजी मनरे भावे रूपक साजी आज रोहित झुराई चुप चुपके आसे राजकुमारी नाच गाओ थाए सुंदरी अरे हाँ तो मो यही नाच गाई जीवारे मो पूरा पूरी भूली जाए आज होची से पवित्र राखी बंधन आम मो भाई गले पर जे ताकर ए पर्यंत देखा ना हेले तांकर मने अछि कि नाही आज राखी पूर्णिमा दिन बड़ी से बोधे जानि नथि नाही मो भाई को एठी किसी समयटा अपेक्षा करिनी हाँ हाँ अपेक्षा करिनी हेले तुम कुआड़ी जाइथिल कि जाने अरे मुझे कार्य व्यस्त अछि हेले आज के दिन तमरे मने अछि ता अरे भौणी आज कौन मु कौन जानी पारिबिनी अरे जा पाखरे भौणी थाए से भाई जानी पड़े आज कौन आज पड़े माँ राखी पूर्णिमा कौन करी आउ राज कार्य व्यस्त अच्छी तेणुक आसवा डेरी हो जाइए मो हाथ राखी बांधी दे भाई हाँ मंजूरी मो कहीं ना मो आज मो भाई टिके समय करदेले पड़े मु तुम उपरे टिके रागी जाई ठीक अच्छे भाई समय विलंब हेल्ला जाऊ मु तुम हाथ में आसतु मो राखी बांधी दे भाई हाँ मंजूरी राखी बांधी दे हाँ भाई भाई तोते मोरा रहिला कहिबुनि बोरे बोरे टाणो
ରହିବୁନି ପରେ রাখি বাঁধিল ସତରେ କେତେ ସରଳ ନିରୀହ ଅବଲା ଦୁବଲା ମୋ ଭଉଣୀ ମଞ୍ଜୁରୀ ଯେତେବେଳେ ଆମ ମା ବାପା ଆର ପାରିକୁ ଚାଲିଗଲେ ସେତେବେଳେ ମୋ ଭଉଣୀ ମଞ୍ଜୁରୀକୁ 5 ବର୍ଷ ହୋଇଥିଲା। ଏଇ ହାତରେ ତାକୁ ଏଡ଼ିକିଟିରୁ ଏଡ଼ିକିଟେ କଲି ବରଂ ମୋ ଝିଅ ବୋଲି ପାଲି ପୋଷି ଆସିଛି। କେବେ ବି ମା ବାପାର ଅଭାବ କରିନାହିଁ ଭଉଣୀକୁ ମୋର। ମତେ ଆରେ ତମେ ଏଠି ଆରେ କ'ଣ ହେଲା? ଆରେ କାହିଁକି ଆସିଛ? ମହାରାଜ ଟିପିରି ଟିପିରି ବରଷା ବାଟ ବିକା ଆଉ ଟୁପୁରୁ ଟୁପୁରୁ କଥାବାର୍ତ୍ତା ସର ବିକା ଆଉ ରାଣ୍ଡ ବିକା ସାହି ଯାହା ଥିଲା ତାହା ଦେଲି କରୁ। ଏ କ'ଣ କହୁଛ? ସିଧା ପ୍ରକାଶ କର। କହିବି ମହାରାଜ କହିବି, ହେଲେ ଆପଣ ମୋତେ ଖରାପ ଭାବିବେନି ତ? ଆରେ କୁହ। ମହାରାଜ ଆପଣ ଆପଣଙ୍କ ଭଉଣୀକୁ ଏତେ ଦିନ ପର୍ଯ୍ୟନ୍ତ ରଖିଛନ୍ତି, ସେଇଟା ବହୁତ ବଡ଼ ଘୁମସ୍ତେ ମୋ ଭଉଣୀ ବିରୋଧରେ ଆଉ ଗୋଟିଏ କଥା ଘରେ କହିଲେ ତମ ଗଣ୍ଡି ମୁଣ୍ଡ ଅଲଗା କରିଦେବି। ମହାରାଜ କହିବି ତ କହିବି, ରହିବି ତ ରହିବି। ମହାରାଜା ମୁଁ ଯେତେବେଳେ ପାଠ ପଢ଼ିଥିଲି ସେତେବେଳେ କହିଛି ସତ କହିବାକୁ କିଆ ଡରିବି, ସତ କହିବାକୁ ଗଲେ ମରି। ଆପଣଙ୍କ ଭଉଣୀ ଆଉ ସେଇ ସାମାନ୍ୟ ମନ୍ତ୍ରୀ ଘୁମସ୍ତେ କହିଲି ମୋ ଭଉଣୀ ବିରୋଧରେ ଆଉ ଗୋଟିଏ କଥା କହିବନି। ଆରେ ମହାରାଜ ମୁଁ ଆପଣଙ୍କ ଚାକର, ଆପଣଙ୍କ ଲୁଣ ଖାଇଛି, ଆପଣଙ୍କର ଗୁଣ ଗାଇବା ମୋ ଧର୍ମ। କିନ୍ତୁ ଆପଣଙ୍କ ଇଜ୍ଜତ ଉପରେ ଯୋଉଟା ଶୁଣିବାକୁ ଦେଖିବାକୁ ପାଉଛି ସେଟା କ'ଣ ଶୋଇପାରୁଛି ନା? ସେଥିପାଇଁ କହୁ କହୁ କହିଦେଲି ଏଥର ଆପଣଙ୍କ ପିଛା। ଆପଣ ଯଦି ବିଶ୍ୱାସ କରୁନାହାନ୍ତି ତାହେଲେ ମହାରାଜ ଆପଣ ଯାଇକି ଦେଖନ୍ତୁ ସେଇ ଦକ୍ଷିଣ ଦିଗର ଫାର୍ମ ହାଉସ୍ ମାନେ ବିଶ୍ରାମ କକ୍ଷ। ସେଇଠି ନାଗରାଜ ଆମ ନାଗରାଜ ମନ୍ତ୍ରୀ ଆଉ ଆପଣଙ୍କ ଭଉଣୀ ଘୁମସ୍ତେ ଯଦି ତମ କହିବା କଥା ସତ୍ୟ ହୋଇଥିଲେ ସେ ମନ୍ତ୍ରୀ ମୋ ଐତାଖିଆ କୁକୁର ମୋର ଖାଇ ମୋର ପି ଶେଷରେ ମୋର ଇଜ୍ଜତ ପ୍ରତି ଖେଳ ଖେଳୁଛି। ଛାଡ଼ିବିନି ଘୁମସ୍ତେ, ତାକୁ ଜନତା ମୁଁ ସମାଧି ଦେଇଦେବି। ଯଦି ତମ କଥା ସତ୍ୟ ହୋଇଥିବ ତାହେଲେ ତମ ମୁଣ୍ଡ ଗଣ୍ଡି ଅଲଗା କରିଦେବି। ମହାରାଜ ଆପଣଙ୍କ କଥାରେ ମଧ୍ୟ ମୁଁ ସହମତ। ଆପଣ ହେଉଛନ୍ତି ଏ ରାଜ୍ୟର ମହା ଅଧିକର। ଯଦି ମୋ କଥା ମିଥ୍ୟା ତାହେଲେ ମୁଁ ଆଉ ଜୀବନରେ ରହିବି ନାହିଁ। ଆପଣ ମୋ ବିରୋଧରେ ସେମାନଙ୍କୁ ଜଣେଇବେ।
କାହିଁକିନା ସେମାନେ ଯଦି ଜାଣିଲେ ମଧ୍ୟ ମୁଁ ମରିବି। ତମେ ଚିନ୍ତା କର ନା ସମସ୍ତେ, ମୁଁ କାହାରିକୁ କିଛି କହିବିନି। ହେଲେ ତମ କହିବା କେତେ ସତ୍ୟ ଅଛି ଦେଖାଯାଉ। ଆଜି ଯାଉଛି, ବର୍ତ୍ତମାନ ଯାଉଛି ମୋର ଆଶ୍ରୟ ଧରିକୁ। ତାପରେ ତମ ସହିତ ସାକ୍ଷାତ କରିବି। ତମ କଥା ମିଛ ହୋଇଥିବ ତାହେଲେ ରାଜା ମହେନ୍ଦ୍ର ପ୍ରତାପ ତମ ମୁଣ୍ଡ ଗୋଟି ଅଲଗା କରିଦେବ। ଛଡ଼ା ମୁଁ କେବେ ମିଛ କହେନି। ଆଉ ଯୋଉଟାକୁ ମିଛଟାକୁ ମୁଁ ସତ ବୋଲି କହିଦେଲେ ରାଜ୍ୟର ସମସ୍ତେ ସତ ଭାବି ନିଅନ୍ତି। କିନ୍ତୁ ଏଇ ରାଜାଟାକୁ କହିଦେଲି ଏଇଟା ମିଛ ନୁହେଁ, ଏଇଟା ପ୍ରକୃତରେ ସତ୍ୟ। କିନ୍ତୁ ଏମିତି କଥାକୁ କହିବାଟା ଭଲ। କାହିଁକି ଜାଣିଛ? ଏଇ ଶଳା ବିପଦିଆ ଜିନିଷ। ୟା ଉପରେ ଆକ୍ରମଣ ଫାକ୍ରମଣ ମିସାଇଲ ବମ୍ ଫମ୍ ତୁ ବି ଯା ରଜା ଯା। ଆରେ ତୋ ଭଉଣୀଟାକୁ ସେଇ ନାଗରାଜ ମାନେ ପ୍ରେମ ଜାଲରେ ଫସେଇଛି। ଶଳା ତମେ ଦୁହେଁ ଝଗଡ଼ା ଲାଗିବ, ହଣା କଟା ହେବ। ଶଳା ସେଇ ତମ ଭଉଣୀଟାକୁ ମୁଁ ବାହା ହେବି ଆଉ ମୁଁ ନିଜେ এই দুনিয়াটা সেমিতি দুনিয়া। আগুক যাওয়া হলে বড় লোক হওয়া হলে এমিতিয়া কার্য করা পড়ে। এগুলো মু বি যায় দেখি নেবি সেমানে কেতে কাଣା করুছন। মানে দিলদার মণিপুরী পছরে রখে না আগর কালি তে জানাতন তালি মারি জয় হো। राजकुमारी मंजरी देवी एते समय है कौन पाई? अरे एक कथा जाजा जानिले कौन है जानिछ तो? अरे कौन करी से भाई डर ही मु लुचि लुचि तुम पाखक आसी। ए मंजरी देवी हाँ तमे मते ठकी दबनी तो? नाई केबे नुह। नहीं तो एते समय कौन पाई हला? अरे मु कौन तुमको ठगिला परी लागुची? कहीं ना कहीं तमें जो राजा भौणी आउ मु हूँ आपण महामंत्री। कहीं ना बड़ लोक झील को विश्वास नहीं। मो पर टिके मते विश्वास नहीं। विश्वास अच्छी असी मंजरी अच्छी। हाँ सही पारे मो बड़ किंतु मो प्रेम अरे धनी गरीब केबे देखि ना प्रेम। सत कहूच? हाँ हेले कौन तमे केबे मते ठकी दबनी तो? नहीं तुमको मु केबे मते ठकी पारिबिनी। ए मंजरी करुणा कर। हेलो मोर नील नयना ए मंजरी हाँ तू हेबू मन मोइना दिए तो बरण माला ए नबीना ए सुकसी ए मंजरी करिले नी गोलार माला ए मंजरी करिले नी गोलार माला।
ହେଲେ ମଞ୍ଜୁରୀ ହଁ ହେଲେ ଏଠି ଯଦି ବହୁତ ବିଳମ୍ବ କରିବା ରାଜା ଆସିଯିବେ ଆଉ ରାଜା ଜାଣିଲେ କ'ଣ ହେବ ଜାଣିଛ ତ? କ'ଣ? ଆରେ ଆସ ଆସ ଏଇ ନିରୋଳ ସ୍ଥାନରେ ତୁମେ ଏକା ମୁଁ ଏକା ଆଉ ଗୋଟିଏ ଝିଅ ଆଉ ଗୋଟିଏ ପୁଅ ଏକା ଥିଲେ କ'ଣ ହୁଏ ତମେ କ'ଣ ଜାଣିନ ମଞ୍ଜୁରୀ? ଠିକ୍ ଜାଣିଛି। ଏ ପ୍ରିୟତମ ହଁ ଏ ମଞ୍ଜୁରୀ ଆସ ଆସ ମତେ ବସି ମତେ ମନୋରଞ୍ଜନ କରିବାକୁ ଦିଅ ମଞ୍ଜୁରୀ। ତାହେଲେ ଠିକ୍ ଅଛି କରୁଣାକର। ଆସ ଆସ ଅବଶ୍ୟ ଏଇ ପ୍ରେମ ଭରତରେ ଆମେ ତୁମେ ମାତିଯିବା କାହିଁକି ନା ଏ ହେଉଛି ଚୋରା ବିରୋଧୀ ହଁ ଆଉ ଏହି କଥା ଯେତେବେଳେ ରାଜା ଜାଣିଯିବେ ଆମକୁ କେବେ ସ୍ୱୀକୃତି ଦେବେନି ଆଉ ଯେତେବେଳେ ରାଜା ଜାଣିଯିବେ ଭୟଙ୍କର ସୃଷ୍ଟି ହେଇଯିବ। ହେଲେ ମଞ୍ଜୁରୀ କ'ଣ? ଯଥା ଶୀଘ୍ର ଆମ କାମଟା ସାରି ଆମେ ଯାହା ପାଖକୁ ଚାଲିଯିବା। ତାହେଲେ ଠିକ୍ ଅଛି। ଆସ ହଁ ଆସ ମଞ୍ଜୁରୀ ମୋତେ ବହୁତ କ୍ଳାନ୍ତ ହେଇଗଲିଣି ତୁମ କୋଳରେ ଟିକେ ଶୋଇବାକୁ ଚାହେଁ କ'ଣ ଅନୁମତି ଦେବନି? ମୋ କୋଳରେ ହଁ ତୁମ କୋଳରେ କାହିଁକି ଦେବି? ଆସ ଆସ ଶୀଘ୍ର ଟିକେ ବହୁତ କ୍ଳାନ୍ତ ହେଇଗଲିଣି ଆସ ଟିକେ ତୁମ କୋଳରେ ମୁଁ ଶୋଇ ନେବି।
କରୁଛୁ এই অবস্থাରେ କ'ଣ କରୁଛୁ ତୁ ନାଇଁ ଭାଇ ନାଇଁ ମୁଁ ଜମାରେ କିଛି କରୁନି। ଏ କିଏ ମନ୍ଦିର ଏ କିଏ କହିଦେ ଏ କ'ଣ କରୁଛି ଏଠି କ'ଣ କରୁଛି ହେ ଭଗବାନ ମୋ ଭାଇ ବୋଧେ ସବୁ ଜାଣିଗଲେ। ଆରେ ଆଜି ନହେଲେ କାଲି କ'ଣ ହେଲା ମୋ ପ୍ରେମକୁ ତ ମୋ ଭାଇ ପ୍ରକାଶ କରିବାକୁ ପଡ଼ିବ। ନାଇଁ ଏଇଟା ହେଉଛି ଉଚିତ ସମୟ। ଏ କ'ଣ କରୁଛି ଏଠି କ'ଣ କରୁଛି ହେଲେ ଭାଇ ତୁମେ ଜାଣିବାକୁ ଚାହୁଁଛ ନା ସେ କିଏ ବୋଲି? ଓ ବିଶ୍ୱାସଘାତକ ହଁ ଭାଇ ହଁ। ମୋର ଖାଇ ମୋର ପି ଶେଷରେ ମୋ ଭଉଣୀ ଇଜ୍ଜତ ପ୍ରତି ଖେଳ ଖେଳିଛି ମଜୁରୀ ଏହାକୁ ଛାଡ଼ିବିନି ଜନତା ସମାଧି ଦେଇଦେବି ନାଇଁ ଭାଇ ନାଇଁ ତମେ ତାକୁ ଜମାରୁ ମାନନ୍ତିନି। ହଁ ଭାଇ ମୁଁ ତୁମରି ଆଗରେ ହାତ ଯୋଡ଼ି କହୁଛି ମୋ ପ୍ରେମକୁ ତମେ ମାରନ୍ତୁନି। ମଞ୍ଜୁରୀ ତୁ ପୁଣି ତୋ ବଡ଼ ଭାଇ ଆଗରେ ବଡ଼ ବଡ଼ କଥା କହୁଛୁ ଲଜ୍ଜା ଲାଗୁନି ତୋତେ ଏହା ତୋର ଥିଲା ଶିଷ୍ଟାଚାର ତୋତେ ମୁଁ ଏହା ଶିଖେଇଥିଲି କଲଙ୍କିନି ଲଜ୍ଜା ମୋ ମୁହଁରେ କଳା ଲିପି ଦେଲୁ କି ଲଜ୍ଜା କ'ଣ ମୁଁ ଭଲ ପାଏ ଭୁଲ କାମ କରି? ଭଲ ପାଇବାଟା ଭୁଲ ନୁହେଁ ତୁ ଜଣେ ମୋର ଅଇଁଠାଖିଆ ଚାକରକୁ ଭଲ ପାଇଛୁ ଭୁଲ ନାଇଁ ଭାଇ ପ୍ରେମ କେବେ ଧନୀ କରିବ ଦେଖେ ନାହିଁ ଖାଲି ଗୋଟିଏ ମନର ମିଳନ ହୋଇଥାଏ। ମୋ ପ୍ରେମକୁ ସେମିତି କହନୁ ଭାଇ। ମଞ୍ଜୁରୀ ଭାଇ ତୋତେ ନିଜ ଝିଅ ବୋଲି ମୁଁ ପାଲି ପୋଷି ଆସିଛି ତୁ ଜାଣିଛୁ ଯେତେବେଳେ ଆମ ବାପା ଆର ପାରିକୁ ଚାଲିଗଲେ ବାପାର କଥା ଭାବୁ ଭାବୁ ମା ମଧ୍ୟ ଆର ପାରିକୁ ଚାଲିଗଲେ ସେତେବେଳେ ତୁ 5 ବର୍ଷର ହୋଇଥିଲୁ ଏଇ ହାତରେ ତୋତେ ମୁଁ ପାଲି ପୋଷି ବଡ଼ କରିଛି ଶେଷରେ ମୋତେ ଏହା ଦେଖେଇଦେଲୁ ଓ ତୁ ସେଇ ସୁନ୍ଦରୀ ଝିଅ ଆରେ ଯାହା ଘରରେ ସୁନ୍ଦରୀ ଝିଅ ଥାଏ ତା ବାପା ମା ବଡ଼ ଭାଇକୁ ସାଜେ କାଲ ତୋ ପାଇଁ ହଁ ତୁ ସୁନ୍ଦରୀ ଝିଅ ପାଇଁ ମୁଁ ସାଜିଲି କାଲ ଭାଇ ସମୟ ବିଏତେ ଝଳନା ସାଥୀ ତାକୁ ପତି ବୁଝି ପାରିବ ସମୟ ବିଏତେ ଝଳନା ସାଥୀ ତାକୁ ପତି ବୁଝି ପାରିବ କେବେ ହସ ଏବେ ବି ସମୟ ଅଛି ରେ ମା ତୋ ଭାଇର ମାନ ସମ୍ମାନକୁ ବଞ୍ଚିବାକୁ ହେଲେ ତୁ ୟାକୁ ଭୁଲି ଯା ତୁ ଜାଣିଛୁ এই জয়ন্তগড়বাসী କ'ଣ କହିବେ এই ଦେଖ ରାଜା ମହେନ୍ଦ୍ର ପ୍ରତାପ ଭଉଣୀ ଜଣେ ମନ୍ତ୍ରୀକୁ ବାହା ହେଇଛି ଜଣେ ଐତିହାସିକ କୁକୁରକୁ ବାହା ହେଇଛି ଜଣେ ତା ଚାକରକୁ ବାହା ହେଇଛି ମୁଁ କ'ଣ ମୁଣ୍ଡ ଟିକେ ଚାଲି ପାରିବିନି ମା ସଦା ସର୍ବଦା ମୋ ମୁଣ୍ଡ ତଳକୁ ହୋଇଯିବ ହେଲେ ଭାଇ ଏଇ ତମ ଭଡ଼ ଏଇ ଭଉଣୀ ତୁମର ତା ପ୍ରେମକୁ ଛାଡ଼ିକି ରହିପାରିବ? ମଞ୍ଜୁରୀ ତୁ ଯଦି
ମୋ କଥା ନ ମାନିବ ତାହେଲେ ଓଇଟା କୁକୁରକୁ ମୁଁ ଜନ୍ତା ସମାଧି ଦେଇଦେବି। ନାଇଁ ଭାଇ ନାଇଁ 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 ହେ ଠାକୁରେ ମୋ ପ୍ରେମରେ ଆଜି କାହାର ନଜର ଲାଗିଗଲା ଠାକୁରେ କାହାର ନଜର ଲାଗିଗଲା। ନାଇଁ ଭାଇ ନାଇଁ ମୋ ପ୍ରେମିକାକୁ ମାରନ୍ତୁନି ଆପଣ ଯାହା କହିବେ ମୁଁ ଆପଣଙ୍କ କଥା ମୁଁ ମାନିନେବି ଭାଇ ମୁଁ ମାନିନେବି। ଠିକ ଅଛି ନିଶ୍ଚୟ ୟାକୁ ଛାଡ଼ିଦେବି ହେଲେ ତୁ କହିବୁ ତ ନିଜ ମୁହଁରେ ଭାଇ ଏ ମନ୍ତ୍ରୀ ଅଇଟାଖିଆ କୁକୁର ତୋତେ ମୁଁ ଭଲ ପାଏ ନା ମୁଁ ତୋତେ ଘୃଣା କରେ। ଆଉ ଗୋଟିଏ କଥା କହିବୁ ଆଜି ଦିନଠୁ ତୁ ମନ୍ତ୍ରୀ ପଦରୁ ବହିଷ୍କାର ହେଲୁ। ମଞ୍ଜୁରୀ ଏସବୁ କହିବୁ ତାହେଲେ ମୁଁ ନିଶ୍ଚୟ ଛାଡ଼ିଦେବି ନଚେତ୍ ୟାକୁ ଜୀବନ୍ତା ମୁଁ ସମାଧି ଦେଇଦେବି। ଯେତେବେଳେ ମହେନ୍ଦ୍ର ପ୍ରତାପଙ୍କ ଭଉଣୀ କଥା ଦେଇଛି ମାନେ ତା କଥା ସେ ନିଶ୍ଚୟ ରଖିବ। ହଁ ଭାଇ ତୁମ କଥାକୁ ମୁଁ କେବେ ମଧ୍ୟ ଅମାନ୍ୟ କରିବିନି। ହଁ ମଞ୍ଜୁରୀ ଭାଇ ଏ ମନ୍ଦିରକୁ କଣ କହୁ ସେଇ ଗଛ ତଳେ ମୁଁ ଲୁଚି ସବୁ କଥା ଶୁଣୁଛି ଗୋଟିଏ ଗୋଟିଏ ଯାହା କହିଲେ ସବୁ କିଛି କହିବୁ। ଠିକ ଅଛି ଭାଇ ତାହେଲେ ମୁଁ ଆସୁଛି କହିଦେ ସବୁ କଥା କହିଦେ। ଏ ମଧ୍ୟ ଅଟକିଲେଣି। ମଞ୍ଜୁରୀ ବହୁତ ଶୋଇଦେଲି ତମେ କ'ଣ ବୋର ହେଇଯିବ ମଞ୍ଜୁରୀ ମୁଁ ତମେ ବୋର ହେଇଯାଇଥିବ ମଞ୍ଜୁରୀ। ଆରେ ମୁଁ କାହିଁକି ବୋର ହେବି? ମଞ୍ଜୁରୀ ଏ କ'ଣ କହୁଛ ମୁଁ ବହୁତ ସମୟ ଶୋଇଦେଲି ତମେ ବୋର ହେଇଗଲନି। ହେଲେ ତମେ ଶୋଇଲେ ବଡ଼ି ମୋର କ'ଣ ଗଲା? ତମେ କହିବା ଅର୍ଥାତ୍ ମୁଁ କିଛି ବୁଝିପାରୁନି ମଞ୍ଜୁରୀ। ଏ ମଞ୍ଜୁରୀ କ'ଣ ହେଇଯାଇଛି ତମକୁ ମଞ୍ଜୁରୀ ତମକୁ କ'ଣ ହେଇଯାଇଛି? କ'ଣ ଆଉ ହବ ଯାହା ହବା କଥା ହେଇଯାଇଛି କିନ୍ତୁ ତୁମେ ଶୋଇଲା ମାତ୍ରେ ମୁଁ ଜମାରୁ ବୋର ହେଇନାହିଁ। ଜମାରୁ ବୋର ହେଇନା ନାଇଁ ତାହେଲେ ଚାଲ ଯିବା। କୁଆଡ଼େ? ରାଜା ଜାଣିଲେ ଆମକୁ ମାରିଦେବେ ଚାଲ ଯିବା ଚାଲ। ହେଲେ ଆମେ କୋଉଠିକି ଯିବା? ତୁମକୁ ତ ମୁଁ ଏପର୍ଯ୍ୟନ୍ତ ଚିହ୍ନିନି କି ଜାଣି ମଧ୍ୟ ନାହିଁ। ମଜୁରୀ ବା ତାହେଲେ ତମେ ମତେ ଚିହ୍ନିନ କି ଜାଣିନ ତାହେଲେ ତମ ମୋ ଭିତରେ କୋଉ ସମ୍ପର୍କ ଅଛି ମଜୁରୀ? ଏ ମଜୁରୀ ତମ ମୋ ଭିତରେ କୋଉ ସମ୍ପର୍କ ଅଛି ମତେ କହିଦିଅ କହିଦିଅ ମଜୁରୀ କହିଦିଅ। କୋଉ ସମ୍ପର୍କ? ତୁମେ ହେଲେ ଗୋଟିଏ ଚାକର ଆଉ ମୁଁ ହେଲେ ଗୋଟିଏ ମାଲିକାଣୀ ସେଇ ସମ୍ପର୍କଟା ଅଛି। ବାଃ ମଜୁରୀ ବାଃ ଆଜି ତମ ଅସଲ ପରିଚୟଟା ଦେଖିଦେଲ। ଏ ମଜୁରୀ ମୋ ପ୍ରେମରେ କୋଉଠି କ'ଣ ଭୁଲ ରହିଯାଇଛି? ଏ ମଜୁରୀ ତମେ ତ ସଦା ସର୍ବଦା କହୁଥିଲ ମୁଁ ରାଜାର ଭଉଣୀ ହେଲେ ବି ମନ୍ତ୍ରୀ ବାବୁ ମୁଁ ତମକୁ ବହୁତ ଭଲ ପାଏ। ହେଲେ କରୁଣା କର একথা তুমি মধ্যে জানি রাখ। କ'ଣ সেই আকাশর চন্ন আউ পোখরীর কই কেবে একাଠି ହୋଇପାରିବେନି ଏକାଠି ନୁହ। ହେଲେ କାହିଁକି ମୋତେ ଭଲ ପାଉଥିଲ ମଜୁରୀ? ମୁଁ କ'ଣ ତମକୁ ଭଲ ପାଇବା ପାଇଁ ବାଧ୍ୟ କରୁଥିଲି? ମୁଁ କ'ଣ ତମକୁ ଏକା ଏକା ଭଲ ପାଉଥିଲି? ଏ ମଜୁରୀ
ଆଜି ତମେ ଦେଖେଇ ଦେଲ ବଡ଼ ଲୋକଙ୍କର ଝିଅ ସଦା ସର୍ବଦା ଏମିତି କାମ କରେ। ଏ ମଜୁରୀ ମୁଁ କଣ ଏତେ କରା ତମେ କହିଦେଲ ମୁଁ ଗୋଟିଏ ଅଇଁଠାଖିଆ କୁକୁର ମାନୁଛି ମୁଁ ଗୋଟିଏ ଅଇଁଠାଖିଆ କୁକୁର। ତୁମେ ହଉଛ ଗୋଟିଏ ଅଇଁଠାଖିଆ କୁକୁର। ମଜୁରୀ ସେମିତି କୁହନି ମଜୁରୀ ମଜୁରୀ ସେମିତି କୁହନି ମଜୁରୀ ସେମିତି କୁହନି ମଜୁରୀ ମୁଁ ମରିଯିବି ନା ମଜୁରୀ ମରିଯିବି। ଆରେ ତୁମେ ମଲେ କି କଲେ ମୋର କଣ ଯାଉଛି? ଆଉ ଏଇଟା ମଧ୍ୟ ମନେ ରଖ ଆଜିଠାରୁ ତତେ ଏ ମନ୍ତ୍ରୀ ପଦରୁ ମଧ୍ୟ ବହିଷ୍କୃତ କରାଗଲା ବହିଷ୍କୃତ। ମୁଁ ଭଲ ପାଉଥିଲି ସେଇ ଝିଅ ତ ମତେ ଛାଡ଼ି ଚାଲିଗଲା ଆଉ ଏ ମନ୍ତ୍ରୀ ପଦ କଣ ପାଇଁ ଧନ୍ୟ ଧନ୍ୟ ଲୋ ପ୍ରିୟା କରୁଅଛୁ ପର କିନ୍ତୁ ସେ ମୋର ଧନ୍ୟ ଧନ୍ୟ ଲୋ ପ୍ରିୟା କରୁଅଛୁ ପର କିନ୍ତୁ ସେ ମୋର କରୁ ବାହାରଲୁ କିନ୍ତୁ ବିଚାର ଧନ୍ୟ ଧନ୍ୟ ପ୍ରିୟା କରୁଅଛ ପର କିନ୍ତୁ ସେ ମୋର। মধুরী মধুরী মঞ্জুরি মঞ্জুরি মতো কেউ ভুল করেছিল ক্ষমা করে দিও মঞ্জুরি 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 কেউ ভুল করেছিল ক্ষমা করে দিও মঞ্জুরি এলে এতে বড় শাস্তি মতো দিও রে মঞ্জুরি 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 তোতে কহিলা পরে মাত্র তো টিকে মতে তো বিবেক বুঝিলানি नहीं मजूरी नहीं मरी जी पछे तुमको मुझे छाड़ी कुआड़े चली जीविनी अरे मो
तो कहली परा तुमको मो चिन्हने के जानी ने अरे तो हो तो बच्चे ओई जिया क्या कुकुर ତାହା କୁହ ପଛେ ହେଲେ ମୁଁ ଯିବିନି ମୁଁ ତ ଗୋଡ଼ ଧରୁଛି ओ कहली परा आज तारो तते ନାଇଁ ମଝିରେ ଏମିତି ହୋନି ଏମିତି ହୋନି भाई देखो ना ए करुणा करो मो सहित जोर जबरदस्त करबा के चाहूची करुणा करो ରାଜନ ଭାଇ विश्वासघातक मोर खाई मोरती मो भौणी इज्जत मत खेला खेलुछु ରାଜନ हात्र मु कापी दे विष भरिछु तो छाड़ीबुनी मारी साथ कर देबी ରାଜନ ମାରିଦିଅ ହେଲେ ବହୁ ଆମେ ଦୁହେଁ ପରସ୍ପରକୁ ଭଲ ପାଉ करुणा करो मो सम्मुखे एमिति कथा कहउछु तो मनी मुंड अलगा कर देबी ମାରିଦିଅ ପଛକେ ହେଲେ ମୋ ମନ୍ଦିରକୁ ଛାଡ଼ି କୁଆଡ଼େ ମୁଁ ଯିବିନି विश्वासघातक मो सम्मुखे बड़ बड़ कथा कहउछु मंजूरी भाई याको मारी साथ कर देबा हाँ भाई आओ तारो ए जते राजमुक्त रहिचे एठारो खोली जाई ए राज्यर बहिष्कृत कर देबा बहिष्कृत हो तम ए गुरु ନାଇଁ ରାଜନ ନାଇଁ ରାଜନ नहीं राज्य बाहर जाओ ନାଇଁ ରାଜନ आओ ମୁଁ କୁଆଡ଼େ ଯିବି ରାଜନ मंत्री पदर बहिष्कृत हुओ ରାଜନ ମୁଁ ଆପଣ ଗୋଡ଼ ଧରୁଛି ରାଜନ আসিবার মিছা অভিনয় কালে লুহবি রহিবানুজি আসিবার মিছা অভিনয় কালে লুহবি রহিবানুজি তাহলে মোর কথা একদম রাজি নি হম অদিনিয়া মেঘ বরসি গলা কুয়াড়ু মাড়ি আসিলা ঝড় তোফান কুয়াড়ু মাড়ি আসিলা ঝড় তোফান সুন্দরী ঝিଅଟି ସା
ସାଜିଲା କାଲ ସୁନ୍ଦରୀ ଝିଅଟି ସାଜିଲା କାଲ କରୁଣାକର ଏଇଲେ ଏଇ କୋଟରୀ ଧରି ତ ଏ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯା ଆଉ ଭିକ ମାଗିବ ଭିକ କରୁଣାକର ତୋର ପାପର ପ୍ରାୟଶ୍ଚିତ ହଉଛି ଭିକ ମାଗିବୁ ତୁ ତୁ ହେଇଗଲୁ ଆଜି ଦିନ ଠାରୁ ଦଣ୍ଡର ଭିକାରୀ ଏ ମୋର ଚଞ୍ଚଗଡ଼ବାସୀ ଏଇ କରୁଣାକରକୁ ଭିକ ଦିଅ ଭିକ ଆଉ ଆଜି ପ୍ରଥମ ଥର କରି ମୋ ହାତରୁ ତ ଭିକଟା ନେ ଭିକ ବାହାନ ମଜୁରୀ ମହା ହେଲେ ନାଦନ ଆପଣ ପୁରା ଧର୍ମବନ୍ତ ନ୍ୟାୟବନ୍ତ ସତ୍ୟବ୍ରତ ହେଲେ ଆଜି ଆପଣ ସଗେଇ ଦେଲେ ଜଣେ ନିରୀହ ଲୋକକୁ କେମିତି ଅତ୍ୟାଚାର କରାଯାଏ ଆପଣଙ୍କ ଭଉଣୀକୁ ଭଲ ପାଇଲେ ବୋଲି ଆଜି ମୋତେ ଏତେ ଶାସ୍ତି ଦେଇଦେଲେ ଆଉ ଶେଷରେ ମୋତେ ଗୋଟିଏ ଦାଣ୍ଡର ଭିକାରୀ ସଜାଇ ଦେଲେ ଓହୋ ଭିକାରୀ ସଜାଇ ତୁ ହଉଛୁ ମୋ ଚନ୍ଦନ ରାଜ୍ୟର ସାମାନ୍ୟ ମନ୍ତ୍ରୀ ଆଉ ମୋ ଭଉଣୀ ହଉଛି ସେଇ ଜଣେ ରାଜଜେମା ତୁ କାହିଁ ବାମନ ଆଉ ମୋ ଭଉଣୀ କାହିଁ ଜହ୍ନ ଆରେ ଜହ୍ନକୁ ତୋଳିବା ପାଇଁ ଆଶା କରନା ସର୍ବନାଶ ହେଇଯିବ ଯା ଏହି ମୋର ଚନ୍ଦନ ରାଜ୍ୟରେ ଭିକ ମାଗିବୁ ଭିକ ଠିକ ଅଛି